ଆପଣମାନଙ୍କୁ ସମସ୍ତଙ୍କୁ ନମସ୍କାର। ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ତେବେ ଚାଲନ୍ତୁ ଭିଡ଼ିଓଟିକୁ ଡେରି ନ କରିକି ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ତେବେ ଚାଲନ୍ତୁ ଆଜିର ଭିଡ଼ିଓଟିରେ ଆପଣମାନଙ୍କ ପାଇଁ କ'ଣ ରହିଛି ନା ଆପଣମାନଙ୍କ ପାଇଁ OSSC CGL ତରଫରୁ କେତେଗୋଟି ପୋଷ୍ଟ ବାହାରିଛି, ଯାହାକି ଆପଣମାନେ ଚାହିଁଲେ ଆବେଦନ କରିପାରିବେ। ବର୍ତ୍ତମାନ ତାର ଆବେଦନ ମଧ୍ୟ ଆପ୍ଲାଏ ଷ୍ଟାର୍ଟ ହେଇସାରିଛି। ତେବେ ଦେଖନ୍ତୁ ନୋଟିସଟି କ'ଣ ରହିଛି ଆପଣମାନଙ୍କର OSSC CGL ତରଫରୁ। ଆପଣମାନଙ୍କର ଆପ୍ଲାଏ ଡେଟ୍ ଦେଖନ୍ତୁ ଆପଣମାନଙ୍କର 19/12/2025 ଏବଂ ଆପଣମାନଙ୍କର ଲାଷ୍ଟ ଆପ୍ଲାଏ ଡେଟ୍ ରହୁଛି ଆପଣଙ୍କର ରେଜିଷ୍ଟ୍ରେସନ୍ ଯାହାକି 18/1/2024 ଦେଖିପାରୁଥିବେ ଯେମିତି। ତାପରେ ଆପଣମାନଙ୍କର କ'ଣ ରହିଛି ନା 19/12/2025 ଆପଣମାନଙ୍କର ଅନଲାଇନ୍ ସବମିଶନର ଲାଷ୍ଟ ଡେଟ୍ ରହୁଛି ଏବଂ 21/1/2026 ପର୍ଯ୍ୟନ୍ତ ଆପଣମାନଙ୍କର ଲାଷ୍ଟ ଫାଇନାଲ୍ ଡେଟ୍ଟି ଅନଲାଇନ୍ ସବମିଶନର ରହୁଛି। ତେବେ ଚାଲନ୍ତୁ ତାର ଏଡିଟିଂ ପାଇଁ ମଧ୍ୟ ଦେଇଛି 19/12/2025 ଏବଂ ଲାଷ୍ଟ ଡେଟ୍ ରହୁଛି ଆପଣମାନଙ୍କର 24/1/2025 ପର୍ଯ୍ୟନ୍ତ ଆପଣମାନଙ୍କର ଯାହା କିଛି ଆପଣମାନେ ଏଡିଟିଂ ଚାହିଁଲେ କରିପାରିବେ ଯଦି ଆପଣମାନଙ୍କର କୌଣସି ଭୁଲ ଭାଲ ରହୁଛି। ତେବେ ଚାଲନ୍ତୁ ଆପଣମାନଙ୍କୁ ମୁଁ କହୁଛି ଏଇଟା ହେଉଛି ଆପଣମାନଙ୍କର ଅନଲାଇନ୍ ମୋଡ଼ରେ ଆପଣମାନଙ୍କର ଆପ୍ଲାଏ କରିପାରିବେ। ଆପଣମାନେ କେଉଁ ୱେବସାଇଟ୍କୁ ଯିବେ ନା ଆପଣମାନଙ୍କର OSSC CGLକୁ ଯିବେ ଆପଣମାନେ। ଏଥିରେ ଆପଣମାନଙ୍କର ପୋଷ୍ଟ ବାହାରିଛି। ତେବେ ଚାଲନ୍ତୁ ଆମେ ନେକ୍ସଟ ଦେଖିବା ଆପଣମାନଙ୍କ ପାଇଁ ଏଜ୍ କେତେ ରହିଛି ଏବଂ ଆପଣମାନଙ୍କର କ୍ୱାଲିଫିକେସନ୍ କ'ଣ ସବୁ ରହିଛି। ତେବେ ଚାଲନ୍ତୁ ଦେଖିବା ଆପଣମାନଙ୍କର କ'ଣ ନା ଏଲିଜିବିଲିଟି କ୍ରାଇଟେରିଆ ଦେଖନ୍ତୁ ଆପଣମାନଙ୍କର ସେ କ'ଣ ହେଇଥିବା ଦରକାର। ଆପଣମାନଙ୍କର ଏ ଇଣ୍ଡିଆନ୍ ସିଟିଜେନ୍ ଅଫ୍ ଇଣ୍ଡିଆ, ଏ ଗୁଡ୍ କ୍ୟାରେକ୍ଟର, ଆପଣମାନଙ୍କର ଭଲ କ୍ୟାରେକ୍ଟର ହେଇଥିବାର ଦରକାର। ଏଇଟା ସବୁ ଆପଣମାନଙ୍କର ସମସ୍ତ ଜବ୍ରେ ନର୍ମାଲ ରହିଥାଏ। ସେ 10th ପାସ୍ ହେଇଥିବ ଏବଂ ଆପଣମାନଙ୍କର କ'ଣ ଓଡ଼ିଆ 10thରେ ରହିଥିବ। କିନ୍ତୁ ଏଥିରେ ମେନ୍ କ୍ୱାଲିଫିକେସନ୍ କ'ଣ ମାଗିଛି ଆପଣମାନଙ୍କର ନା ଆପଣମାନଙ୍କର ଗ୍ରାଜୁଏସନ୍ ଆପଣମାନଙ୍କର କ'ଣ ମାଗିଛି ନା ଗ୍ରାଜୁଏସନ୍। ଆଉ ଆପଣମାନଙ୍କର ଦେଖିପାରୁଥିବେ କ'ଣ ଲେଖିଛି ନୋଟେଡ୍ ଡାଉନ୍ ମିନିମମ୍ ଏଜୁକେସନ୍ କ୍ୱାଲିଫିକେସନ୍ ଆପଣମାନେ ଦେଖିପାରୁଥିବେ ଏଠି। ସେ କ'ଣ କହିଲା କ୍ୟାଣ୍ଡିଡେଟ୍ସ ଇନ୍ ଅର୍ଡର ଟୁ ବି ଏଲିଜିବଲ୍ ଫର୍ ଦ ପୋଷ୍ଟ ସର୍ଭିସ୍ ମଷ୍ଟ ହାଭ୍ ପାସ୍ଡ ଏ ବ୍ୟାଚଲର୍ସ ଡିଗ୍ରୀ ଇନ୍ ଏନି ଡିସିପ୍ଲିନ୍ ଫ୍ରମ୍ ଏ ରେକଗ୍ନାଇଜ୍ ୟୁନିଭର୍ସିଟି। ସେ କ'ଣ କହିଲା ନା ଆପଣମାନେ କୌଣସି ବି କଲେଜରେ ପଢ଼ନ୍ତୁ ଆପଣମାନଙ୍କର ବ୍ୟାଚଲର ଡିଗ୍ରୀ ପାସ୍ ହେଇଥିବା ଦରକାର। ଆପଣମାନଙ୍କର ଆର୍ଟ୍ସ ହଉ, କମର୍ସ ହଉ, ସାଇନ୍ସ ହଉ, ଯାହା ବି ଆପଣମାନଙ୍କର ଷ୍ଟ୍ରିମ୍ ଥିବ ଆପଣମାନେ ଆପ୍ଲାଏ କରିପାରିବେ। ତେବେ ତାପରେ କ'ଣ କହିଲା ଆପଣମାନଙ୍କର ନୋଟେଡ୍ ଦେଲା ଆପଣମାନଙ୍କର ନୋଟ୍ ଦେଲା ହାଉଏଭର ଫର୍ ଦ ପୋଷ୍ଟ ଅଫ୍ କମନ୍ କ୍ୟାଡର auditor under state transport authority and auditor under director of industry in addition to the above a candidate must possess minimum qualification of PGDCA ଆପଣମାନଙ୍କର କ'ଣ ରହିଥିବା ଦରକାର ନା କମ୍ପ୍ୟୁଟର PGDCA କୋର୍ସଟା ରହିଥିବା ଦରକାର ବୋଲିକି ସିଏ କହିଲା। ତେବେ ଚାଲନ୍ତୁ ଦେଖିବା ଆପଣମାନଙ୍କର ଏଜ୍ କ'ଣ କହିଛି ସିଏ। ଆପଣମାନଙ୍କର ଦେଖନ୍ତୁ ମୁଁ ଲେଖି ଦେଉଛି ଆପଣମାନଙ୍କୁ ଏଜ୍ କ'ଣ ରହିଲା ନା ଆପଣମାନଙ୍କର 1/1/2025 ମାନେ ଆପଣମାନଙ୍କର 2025ର ଜାନୁଆରୀ 1 ତାରିଖ ସୁଦ୍ଧା ସିଏ ଯାହା ବି ଏଜ୍ କାଲକୁଲେସନ୍ ମାଗିଛି ତାହା ଆପଣମାନଙ୍କର କାଲକୁଲେସନ୍ ହେବ ବୋଲିକି ସିଏ କହିଲା। ଏବଂ ଯାହା ବି ଆପଣମାନଙ୍କର ମିନିମମ୍ ଏଜ୍ ରହୁଛି ତାହା ଆପଣମାନଙ୍କର 2025 ଜାନୁଆରୀ 1 ସୁଦ୍ଧା ରହିଥିବା ଦରକାର ଏବଂ ମ୍ୟାକ୍ସିମମ୍ ମଧ୍ୟ ଆପଣମାନଙ୍କର ଯାହା ଏଜ୍ ରହିଛି ରିଲାକ୍ସେସନ୍ ତାହା ମଧ୍ୟ ଆପଣମାନଙ୍କର କାଉଣ୍ଟ ହେବ ଜାନୁଆରୀ 1 2025 ସୁଦ୍ଧା। ତେବେ ଚାଲନ୍ତୁ ଆପଣମାନଙ୍କର କ'ଣ ରହିଛି ସିଏ କ'ଣ କହୁଛି ଏଜ୍ ରିଲାକ୍ସେସନ୍ କଥା କ'ଣ କହିଛି ଆଉ କେତେ କହିଛି ସେମାନେ ମୁଁ ଆପଣମାନଙ୍କୁ କହିଲି ନା ଆପଣମାନଙ୍କର ଏଜ୍ ରହୁଛି 21 ଇୟର୍ ଯାହାକି ଆପଣମାନଙ୍କର 2004 ଠାରୁ ଗଣା ହେଉଛି। ଆପଣମାନେ 2004 ପୂର୍ବରୁ ଯଦି ଜନ୍ମଗ୍ରହଣ କରିଛନ୍ତି ତାହେଲେ ଆପଣମାନେ ଆପ୍ଲାଏ କରିପାରିବେ ଏବଂ ଯେଉଁମାନେ ମଧ୍ୟ 2004 ପରେ ଜନ୍ମଗ୍ରହଣ କରିଛନ୍ତି ସେମାନେ ଏ ପୋଷ୍ଟଟି ଆପ୍ଲାଏ କରିପାରିବେ ନାହିଁ। ତାପରେ ଦେଖନ୍ତୁ ଆପଣମାନଙ୍କର ମ୍ୟାକ୍ସିମମ୍ ଏଜ୍ ରହୁଛି ଆପଣମାନଙ୍କର 42, ଆପଣମାନଙ୍କର ମିନିମମ୍ ଏଜ୍ ରହିଲା ଆପଣମାନଙ୍କର 21 ଏବଂ ମ୍ୟାକ୍ସିମମ୍ ଏଜ୍ ରହିଲା ଆପଣମାନଙ୍କର 42। ତେବେ ଆପଣମାନଙ୍କର ଦେଖନ୍ତୁ ଟୋଟାଲ୍ କେତେ ପୋଷ୍ଟ ଅଛି ଆପଣମାନଙ୍କର
तेज देखो आपर जो टोटाल पोस्ट रहा आपर 1576 आपर के रहा 1576 आपर टोटाल पोस्ट रोचे 1576 तेबे नेक्स्ट वीडियो माध्यम आम सिलेबस कौन रही यार सब डिटेल्स आम परखा सब डिटेल्स भाव में आम देखा आज ये रोचे समस्त बहुत बहुत धन्यवाद।